ହାଏ ସାଙ୍ଗମାନେ କେମିତି ଅଛନ୍ତି? ଆଶା କରୁଛି ଭଲରେ ଥିବେ। ମୁଁ ବି କିନ୍ତୁ ସକାଳୁ ସକାଳୁ ଆଜି ମୋ ଦେହଟା ଭଲ ନାହିଁ। କାଲିଠୁ ଜ୍ୱର କଲା ଭଳିଆ ଲାଗୁଛି। ତାପରେ ସାଙ୍ଗମାନେ ଏବେ ଯେମିତି ଅଛି ତଥାପି କହିଲେ ଭଲରେ ଅଛି। ସାଙ୍ଗମାନେ ଆଜି ଆମ ଗାଁରେ ଅଷ୍ଟପ୍ରହରୀ ଶୁଭା ଯାଉଥିବ ତ ଅଷ୍ଟପ୍ରହରୀ ହରେ ରାମ ହରେ କୃଷ୍ଣ ବୋଲା ହେଉଛି। ଆମ ପଞ୍ଚାୟତରେ ସବୁବେଳେ ଏ ମାସଟା ଯାକ ଅଷ୍ଟପ୍ରହରୀ ଆମ ସାହିରେ ହବ ସନ୍ଧ୍ୟା ବେଳକୁ ଗାଁ ଭିତରେ ଏଇନେ ହେଉଛି। ରାତି 5ଟାରେ ଧରିଲେଣି। ତାପରେ ବି କାଲି ପରେ ସରିବ। ତାପରେ ବି ଆମର ତ ସେଇଭଳିଆ ହବ। ଆଉ ସେ ପର୍ଯ୍ୟନ୍ତ ଆମେ ବହୁତ ଏଇନେ ଖାଉଛି ଜଳଖିଆ। ଆମର ତ ଆଜି ସମସ୍ତଙ୍କର ଜଳଖିଆ ଖାଇବେ ଅଷ୍ଟପ୍ରହରୀ ଅଛି ନା ଜଳଖିଆ ଖାଇବେ। ମୁଁ ବି ଜଳଖିଆ ଚୁଡ଼ା ଫୁଡ଼ା ଇଏ ଖାଇବେ ଅରୁଆ ଫରୁଆ ଖାଇବେ। ଆଉ ସେ ପର୍ଯ୍ୟନ୍ତ ପାଇଁକା ଆମ ବୋଉ ଏଇନେ ଖାଉଛି। ସେ ପର୍ଯ୍ୟନ୍ତ ପାଇଁକା ରହୁଛି। ଦେଖା ହବ ପରେ ଆମ ବୋଉ କେମିତି ଖାଉଛି ଆସନ୍ତୁ ଦେଖିବା। କ'ଣ ଖାଉଛି ଦେଖିବା, ଆସନ୍ତୁ ଦେଖିବା। ସାଙ୍ଗମାନେ ଆଜି ସକାଳଟାରୁ ପାଗ ଦେଇଛି ଯେ ପୁରା ଅନ୍ଧାର ଯେମିତି ବର୍ଷା ହୁଏ ସେମିତି ପାଗଟା ଆଜି ଦେଇଛି। ପୂର୍ଣ୍ଣମୀଟା ଆଜି କ'ଣ କୋଉଥିପାଇଁକା ବର୍ଷା ହବ ନା କ'ଣ କୋଉଥିପାଇଁକା ଦେଖନ୍ତୁ ବର୍ଷା ପାଗ ଉଠେଇଲା ଭଳିଆ ସକାଳୁ ତ ବର୍ଷା ଟୁପଟୁପି ପକେଇଲା ଭଳିଆ ପକଉଥିଲା। ଏବେ ବି ଦେଖନ୍ତୁ ବର୍ଷା ଉଠେଇଲା ଭଳିଆ ଦେଖାଯାଉଛି। ଆସନ୍ତୁ ଦେଖିବା। ସାଙ୍ଗମାନେ ଦେଖନ୍ତୁ ପାଗ କୋଉ ଭଳିଆ ଦେଖେଇଛି। ସକାଳୁ ସକାଳୁ ଆଜି ବର୍ଷା ବି ପକଉଥିଲା। ସିଆଡ଼େ ତ ବର୍ଷା ପକଉଛି ପୁରୀ ଆଡ଼େ। ଇଆଡ଼େ ବି ଆମର ପକଉଥିଲା ହେଲେ କିନ୍ତୁ ସକାଳୁ ସକାଳୁ କମ୍ ଜୋରେ ବର୍ଷା ପକେଇଛି। ମାଟି ବି ଅଧା ଓଦା କରିଦେଇଛି। ବିଲ ମାନଙ୍କୁ ଦେଖନ୍ତୁ ସବୁ ପୁରା କାକର ଭଳିଆ ଲାଗିଛି ଦେଖନ୍ତୁ। ଆଉ ତାପରେ ବି ଆଜି ଏତେ ଜୋରେ ପାଗ ପୂର୍ଣ୍ଣମୀଟା ନା ସେଥିପାଇଁ ଆଜି ବର୍ଷା ହେବାର ସମ୍ଭାବନା ଅଛି। ଦେଖନ୍ତୁ ସାଙ୍ଗମାନେ ଦେଖନ୍ତୁ ଆମ ବୋଉ ପୁରା ଜଳଖିଆ ଖାଉଛି। ଆଜି ଅଷ୍ଟପ୍ରହର ସମସ୍ତେ ଆଜି ଜଳଖିଆ ଖାଇବେ। ସାଙ୍ଗମାନେ ଦେଖନ୍ତୁ ସକାଳୁ ସକାଳୁ ନାଣ୍ଡି କ'ଣ କରୁଛି ଆସନ୍ତୁ ଦେଖିବା। ଦେଖନ୍ତୁ ସକାଳୁ ସକାଳୁ ତାଙ୍କ ଘର ପୁରା ଫୁଲ ଆଣିକିରି କ'ଣ କରୁଛି ଦେଖନ୍ତୁ। ସବୁଆଡ଼େ ଅପରିଷ୍କାର କରିଦେଇଛି। ସିଏ ତ ମୁଁ କହିଲି କ'ଣ କରୁଛୁ ତୁ? ମୁଁ କହୁଛି ମୁଁ ଖେଳୁଛି। ଫୁଲ କୋଉଠୁ ଆଣିଛୁ? ଦେଖନ୍ତୁ ଫୁଲ ଏଇଠୁ ଆଣିଛି। ଖେଳୁଛି, ହଁ ମୁଣ୍ଡ ହଲଉଛି। ତାପରେ ବି ଦେଖନ୍ତୁ ମୁଁ କହିଲି ଫୁଲରେ ମୁଁ କହିଲି ତ କଣ୍ଢେଇ ନେଇଯିବି। ସେ କହୁଛି ହଁ। ମୁଁ କହିଲି ତାଙ୍କ ଝିଅକୁ ଦେଇଦେବି ନା ହଁ। ସେଠୁ ଦେଖନ୍ତୁ କଣ୍ଢେଇ ନା ଗାଡ଼ିଟା ବି ମୋତେ ଆଣିକି ଦେଉଛି। ମୁଁ କହିଲି ତାଙ୍କ ଝିଅକୁ ଦେଇଦେବି। ସେ କହୁଛି ହଁ। ଦେଖନ୍ତୁ ତା ଗାଡ଼ି ମୁଁ ନେଇଗଲି। ସାଙ୍ଗମାନେ ଦେଖନ୍ତୁ ମୁଁ ତା ଗାଡ଼ି ଆଣି ଦେଇଛି। ମୁଁ ତାକୁ କହୁଛି ତାଙ୍କ ଟିକି ଝିଅକୁ ଦେଇଦେବା। କହୁଛି ନା। ମୁଁ କହିଲି ନେ ତୋ ଗାଡ଼ି ନେଇକି ଯା। ସେ କହୁଛି ହଁ ଦେଇଦେବା। ମୁଣ୍ଡ ହଲଉଛି ସିଏ। ସେଠି ଛିଡ଼ା ହେଇ ତାଙ୍କର ବାଇରେ ବିଦ୍ୟାଧର ବାଇରେ ସେ ବାଲ୍ଟି ପାଖରେ ସେଠି ଯାଉଛି। ମୁଁ ତାକୁ ଡାକୁଛି, କହୁଛି ନେ ତୋ ଗାଡ଼ି ତାଙ୍କ ଝିଅକୁ ଦେଇଦେବି। ଦେଖନ୍ତୁ ସେ ପୁରା ଅନେଇକିରି ଅଛି ମୋତେ। ସେ ପଳେଇ ଯାଉଛି। ଫିର୍ ତାକୁ ଡାକିଲା ଫିର୍ ବି ଆସୁଛି ଅଧା ବାଟ। ସେ ବାଲ୍ଟିରେ ବୋଧେ ଗାଡ଼ି ଆସିକି ନଉଛି। ସିଏ ଗାଡ଼ି ନେଇଗଲା। ସାଙ୍ଗମାନେ ଦେଖନ୍ତୁ ଆମ ବୋଉ ଆସିଛି। କହୁଛି କ'ଣ କରୁଛୁ ଏଠି ମୋତେ କହୁଛି। ମୁଁ କହିଲି ନାଇଁ ମୁଁ ଏଠିକି ବସିଛି ଆମ ଘରେ। ସେଇଠୁ ଛିଡ଼ା ହେଇଛି ତାକୁ ନାଣ୍ଡିକି ଅନେଇକିରି। ମୋତେ ବି ଅନଉଛି, କହିଲା ଖାଇବୁନୁ? ମୁଁ କହିଲି ନାହିଁ ଖାଇବିନି। ଜଳଖିଆ ଖାଇବାକୁ ଇଚ୍ଛା ହଉନି। ସେ ସେଇଠୁ ଦେଖନ୍ତୁ ପଳେଇ ଯାଉଛି ଘରକୁ। ସାଙ୍ଗମାନେ ଭଲ ଲାଗୁନି। ମୁଣ୍ଡଟା ଖାଲି ବିନ୍ଧା ହେଉଛି ଅତି ଜୋରେ। ଟିକେ ଶୋଇପଡ଼ିବା। ଆମ୍ବ ଜଳଖିଆ ଖାଇକିରି ଖରା ଯାଇକି ବସିଛି ଦେଖନ୍ତୁ। ଖାସଟା ବି ହେଉଛି। କାଲି ରାତିରୁ ଖାସଟା ହେଲେ ତାପରେ ଆମ ବୋଉ ଦେଖନ୍ତୁ ଯାଇକି ସେଠି ବସିଛି। ସାଙ୍ଗମାନେ ଦେଖନ୍ତୁ ଆମ ବୋଉର ତାର ନାଣ୍ଡିର ଆମ ଦାଣ୍ଡରେ ବସିଛନ୍ତି। ନାଣ୍ଡି ଖେଳୁଛି, ଆମ ବୋଉ ବସି ତାକୁ ଶୀତ ହେଉଛି ବୋଲି ଦେଖନ୍ତୁ। ସାଙ୍ଗମାନେ ଦେଖନ୍ତୁ ଆମର କୁଡ଼ିଆ ଘର ହେଇଗଲା। ଆମ ସାହିର ସମସ୍ତେ ମିଶିକିରି ସବୁ ପିଲା ମିଶିକିରି କୁଡ଼ିଆ ଘର କରିଛନ୍ତି। ଆମ ଭାଇ ବି ମିଶିକିରି କୁଡ଼ିଆ ଘର କରିଦେଲେ। ବଡ଼ ବାପା ଏପଟ ସେପଟ ହୁଅନ୍ତି ଖାଲି ସେଇଠି ବସିବେ ବୋଲିକା ଦେଖନ୍ତୁ। ସମସ୍ତେ ଆସିକି ଏଇଠି ବସିବେ ନା। ତାପରେ ବି ଏଇ କୁଡ଼ିଆ ଘରେ ନାମ ହବ ଅଷ୍ଟପ୍ରହରୀ ହବ। ତାପରେ ତ ଗାଁ ଭିତରେ ଅଷ୍ଟପ୍ରହରୀ ହେଉଛି ନା। ଆମର ଏଠି ବି ଅଷ୍ଟପ୍ରହରୀ ହବ। ହରେ ରାମ ହରେ କୃଷ୍ଣ ବୋଲା ହବ ଏଇଠି। ଦେଖନ୍ତୁ ସେଇଠି ବସିପଡ଼ିଲା ବଡ଼ ବାପା। ସାଙ୍ଗମାନେ ଦେଖନ୍ତୁ ହେଉଛି ଆମ ପୋଖରୀରେ ଖାଦ୍ୟ ପକାଉଛନ୍ତି। ଆମର ଜଣେ ଭାଇ ହବ
ସେ ଖାଦ୍ୟ ଆଣିକି ପକାଉଛନ୍ତି ଦେଖନ୍ତୁ। ମାନେ ମାଛ ଛଡ଼ା ହେଇଛନ୍ତି ନା ପୋଖରୀ, ଆମର ଦିଅଙ୍କ ପୋଖରୀ ଏଇଟା। ମାନେ ଏଥିରେ ମାଛ ସବୁ ପ୍ରକାର ମାଛ ଛଡ଼ା ହେଇଛନ୍ତି, ତାପରେ ଖାଦ୍ୟ ପକାଉଛନ୍ତି ଦେଖନ୍ତୁ। ମାନେ ବଡ଼ ବଡ଼ ହେଇଗଲେଣି ମାଛ ଯେ, ସେଥିପାଇଁକା ଏ ପୋଖରୀ ପକେଇ ଫିରି ସିଏ ଆଉ ଗୋଟେ ପୋଖରୀ ଅଛି ସେଠି ବି ପକେଇବେ। ସବୁବେଳେ ଖାଦ୍ୟ ବି ପକାଉଛନ୍ତି। ଖାଦ୍ୟ ତ ମାନେ ଗାଧଉଛନ୍ତି, ମାନେ ଖାଇବା ପିଇବା ଅସୁବିଧା କିଛି ନାହିଁ। ସବୁ ଲୋକ ବି ଏଇଠି ଆସିକି ଗାଧଉଛନ୍ତି। ମାନେ ଦେଖନ୍ତୁ ଖାଦ୍ୟ ପକାଉଛନ୍ତି ଆମର ଜଣେ ଭାଇ ସାଙ୍ଗମାନେ। ମାନେ ମୋର ଯେତେବେଳେ ମାନେ ବହୁତ ଜୋରେ ଥଣ୍ଡା କାଶ ଜ୍ୱର କଲା ଭଳିଆ ମୋତେ ଲାଗିଲେ ମାନେ ମେଡ଼ିକାଲ ଯିବାକୁ ପଡ଼ିବ। ମାନେ ବିଦ୍ୟାଧର ମୋର ଯିବୁ ମେଡ଼ିକାଲ। ମାନେ ବିଦ୍ୟାଧର ଏଇନେ ଗାଧୋଉଛି, ଗାଧୋଇ ସାରିଲା ପରେ ତାର ମୋର ଆମେ ଯିବୁ ମାନେ ମେଡ଼ିସିନ ଆଣିବୁ। ମେଡ଼ିସିନ ନ ଖାଇଲେ ମାନେ ଅଧିକ ମାନେ ଜ୍ୱର କଲା ଭଳିଆ ଲାଗୁଛି ବି। ଆଖି କାନ ଦେଖନ୍ତୁ ପୁରା ନାଲି ପଡ଼ିଗଲି ବି। ଆଜି ଦିନ ଯାକ ସେମିତି ବି କିଛି ଖିଆ ପିଆ ନାହିଁ। ମାନେ ହେଉଛି ଜଳଖିଆ ବି ମୋର ଖାଇବାକୁ ଇଚ୍ଛା ହଉନି। ସେ କିଛି ବି ଖାଇବାକୁ ଇଚ୍ଛା ହଉନି, ମାନେ ଜ୍ୱର ହେଲେ କିଛି ବି ଖାଇବାକୁ ଇଚ୍ଛା ହଉନି। ତାପରେ ମେଡ଼ିକାଲ ନଗଲେ ହବନି। ବିଦ୍ୟାଧର ଆଇଲେ ଯିବୁ। ଆମ ଗାଁ ନାଁ ମାନେ ଇଏ ହେଉଛି ଅଷ୍ଟପହର। ସାଙ୍ଗମାନେ ଦେଖନ୍ତୁ, ଆମେ ମାନେ ମେଡ଼ିକାଲରେ ପହଞ୍ଚିଗଲୁ। ମାନେ ଏଇ ଘରୋଇ ମେଡ଼ିକାଲଟା, ମାନେ ନିଜର ମାନେ କ୍ଲିନିକ୍ କରିକି ବସିଛନ୍ତି। ମାନେ ଆଙ୍କଠୁ ମୁଁ ଔଷଧ ନେଇକି ଖାଇବି। ସାଙ୍ଗମାନେ ତାଙ୍କ ଘରେ ଆସିକି ବସିଛୁ। ମାନେ ଡକ୍ଟର ନାହିଁ ନା, ଯାଇଛି ତାଙ୍କର ଆଜି ଅଷ୍ଟପ୍ରହରୀ ନା, ସେଥିପାଇଁକା ଯାଇଛି ତାଙ୍କ ବେଠିରେ ଆସିଲି। କୃଷ୍ଣ କୃଷ୍ଣ ହରେ ହରେ ସାଙ୍ଗମାନେ ଦେଖନ୍ତୁ, ଆମର ତ ଅଷ୍ଟପ୍ରହରୀ ଶେଷ ହେଇଗଲା। ଦେଖନ୍ତୁ ସମସ୍ତେ ଖାଇବେ ବୋଲି ମାନେ ବସିଛନ୍ତି। ମାନେ ରୋଷେଇବାସ ଶେଷ, ସମସ୍ତଙ୍କ ପାଖରେ ପତ୍ର ବଢ଼ା ହେଇଯାଇଛି, ପତ୍ର ବାଣ୍ଟି ଦେଇଛନ୍ତି। ମାନେ ସମସ୍ତେ ଏମିତି ଖାଇବେ ବୋଲି ବସିଛନ୍ତି। ଭାଇ ମୋତେ ଡାକିଲା ଖାଇବାକୁ।